ଭିଡିଓରୁ ଜାଣିବେ ଟପ୍ 5ଟି ବେଷ୍ଟ ସେଲିଂ 7 ସିଟର କାର କେଉଁଟା ବିକ୍ରି ହୋଇଛି ଜାନୁଆରୀ, ଫେବୃଆରୀ ଆଉ ମାର୍ଚ୍ଚ ମାସରେ। ପ୍ରଥମରେ ହେଲା ଭାରତରେ ବର୍ତ୍ତମାନ 7 ସିଟ୍ ବିକ୍ରି ହେଉଛି ମାରୁତି ସୁଜୁକି ଏର୍ଟିଗା। ହାରାହାରି ମାସିକ ବିକ୍ରି ପ୍ରାୟ 15,000 ୟୁନିଟ୍ ମାସରେ। ଏହି ଏମ୍ଓପିଭି ବର୍ତ୍ତମାନ କିଛି ସମୟ ପାଇଁ ବିକ୍ରୟ ଚାର୍ଟ ଉପରେ ନିୟମ କରିଛି। କିଆ କାରେନ୍ସ ପରି ଏହାର ପ୍ରତିଦ୍ୱନ୍ଦ୍ୱୀମାନଙ୍କ ତୁଳନାରେ ଏର୍ଟିଗା ପ୍ରତିବର୍ଷ 2 ଗୁଣ ୟୁନିଟ୍ ବିକ୍ରୟ କରିବାରେ ସଫଳ ହୁଏ ଓ ଏମ୍ଓପିଭି ସେଗମେଣ୍ଟରେ ଏକ ଲୋକପ୍ରିୟ ପସନ୍ଦ। ମାରୁତି ଏର୍ଟିଗା 1.5 ଲିଟର କେ ସିରିଜ୍ ପେଟ୍ରୋଲ ଇଞ୍ଜିନ୍ ଦ୍ୱାରା ଚାଳିତ ଯାହା 102 ବିଏଚପି ଏବଂ 137 ଏନ୍ଏମ୍ ଟର୍କ ଉତ୍ପାଦନ କରେ। ଏହି ୟୁନିଟ୍ ଏକ 5 ସ୍ପିଡ୍ ମାନୁଆଲ କିମ୍ବା 6 ସ୍ପିଡ୍ ଅଟୋମେଟିକ୍ ଗିୟରବକ୍ସ ଅପସନ୍ ସହିତ ମିଳିତ ହୋଇଛି ଓ ନୂତନ ଏର୍ଟିଗା ପାଇଁ ମୂଲ୍ୟ 10.12 ଲକ୍ଷରୁ ଆରମ୍ଭ ହୋଇ 15.34 ଲକ୍ଷ ଟଙ୍କା ଅନରୋଡକୁ ବୃଦ୍ଧି ପାଇଛି। ଭାରତରେ ପରବର୍ତ୍ତୀ ସର୍ବାଧିକ ବିକ୍ରି ହେଉଥିବା 7 ସିଟ୍ ହେଉଛି ମହିନ୍ଦ୍ରାଙ୍କ ଏସ୍ୟୁଭିର ବଡ଼ ବାପା ସ୍କର୍ପିଓ ଓ 2ଟି ପ୍ରକାରରେ ବିକ୍ରି ହୋଇଥିବା ସ୍କର୍ପିଓ ହେଉଛି ଏକ ପୁରୁଣା ନାମପ୍ଲେଟ୍ ଯାହା 2002ରୁ ଭାରତରେ ବିକ୍ରି ହୋଇଆସୁଛି ଓ ଅଧିକ ଆଧୁନିକ ସ୍କର୍ପିଓ ଏନ୍ 2022ରେ ଲଞ୍ଚ କରାଯାଇଥିଲା ଏବଂ ବ୍ରାଣ୍ଡ ପାଇଁ ପଳାୟନ ସଫଳତା ହୋଇପାରିଛି ଓ ନୂତନ ଏସ୍ୟୁଭି ଉନ୍ନତ ଟେକ୍ ଫିଚର୍ସ ସହିତ ଅଧିକ ବିଳାସପୂର୍ଣ୍ଣ କ୍ୟାବିନ ପ୍ରଦାନ କରୁଥିବା ବେଳେ ପୁରାତନ ମଡେଲଗୁଡ଼ିକର ଅଫ୍-ରୋଡ୍ ପାରଦର୍ଶିତା ପ୍ରଦାନ କରୁଛି। ସମ୍ପ୍ରତି ମହିନ୍ଦ୍ରା ଭାରତରେ 10,000 ୟୁନିଟ୍ ସ୍କର୍ପିଓ ବିକ୍ରୟ କରିବାରେ ସଫଳ ହୋଇଛନ୍ତି। ସ୍କର୍ପିଓ ହେଉଛି Q1 2024ରେ ସର୍ବାଧିକ ବିକ୍ରି ହୋଇଥିବା ମହିନ୍ଦ୍ରା କାର ଯାହା ମୋଟ ବିକ୍ରିରେ 45,000 ୟୁନିଟ୍ ଅଟେ ଓ 2024 ମହିନ୍ଦ୍ରା ସ୍କର୍ପିଓ ଏନ୍ 2.0 ଲିଟର ପେଟ୍ରୋଲ ଏବଂ 2.2 ଲିଟର ଡିଜେଲ ଇଞ୍ଜିନ ବିକଳ୍ପ ଦ୍ୱାରା ଚାଳିତ ପେଟ୍ରୋଲ ୟୁନିଟକୁ 200 ବିଏଚପି ଏବଂ 370 ଏନ୍ଏମ୍ ପାଇଁ ଡିଜେଲ ଇଞ୍ଜିନ 172 ବିଏଚପି ଏବଂ 400 ଏନ୍ ଟର୍କ ପାଇଁ ରେଟିଂ କରାଯାଇଛି ଓ ନୂତନ ସ୍କର୍ପିଓର ମୂଲ୍ୟ 16.34 ଲକ୍ଷରୁ 29.94 ଲକ୍ଷ ଟଙ୍କା ମଧ୍ୟରେ। ତାଲିକାର ପରବର୍ତ୍ତୀ କାର ପୁଣି ଥରେ ମହିନ୍ଦ୍ରା ଏବଂ ଏହା ବୋଲେରୋ ଓ ସମ୍ପ୍ରତି ଏହାର ତୃତୀୟ ଜେନେରେସନ ମହିନ୍ଦ୍ରା ବୋଲେରୋ 2010କ ଆରମ୍ଭରୁ ଭାରତରେ ବିକ୍ରି ହେଉଛି ଓ ଏହାର ବ୍ୟବହାରିକ କ୍ୟାବିନ ଏବଂ ବହୁମୁଖୀ ସିଟିଂ ଲେଆଉଟ୍ ପାଇଁ ଜଣାଶୁଣା। ବୋଲେରୋ ଭାରତର ଗ୍ରାମାଞ୍ଚଳରେ ଏକ ଲୋକପ୍ରିୟ ଏସ୍ୟୁଭି। ସମ୍ପ୍ରତି ଏସ୍ୟୁଭି ମାସିକ ପାଖାପାଖି 10,000 ୟୁନିଟ୍ ବିକ୍ରୟ କରିବାରେ ସଫଳ ହୁଏ। Q1 2024କୁ 30,000 ୟୁନିଟରେ ବନ୍ଦ କରିଛି ଓ ନୂତନ ବୋଲେରୋ 1.5 ଲିଟର ହାକ୍ ଡିଜେଲ ଇଞ୍ଜିନ୍ ଦ୍ୱାରା ଚାଳିତ ଯାହା 75 ବିଏଚପି ଏବଂ 210 ଏନ୍ଏମ୍ ଶିଖର ଟର୍କ ଉତ୍ପାଦନ କରେ ଓ ଏହି ନୂଆ ମଡେଲର ମୂଲ୍ୟ 11.81 ଲକ୍ଷରୁ 13.22 ଲକ୍ଷ ଅନ୍-ରୋଡ୍ ମୁମ୍ବାଇ ମଧ୍ୟରେ ରହିଛି ଓ ଏହି ତାଲିକାରେ ଶେଷ କାର ହେଉଛି ସର୍ବଦା ନିର୍ଭରଯୋଗ୍ୟ ଟୟୋଟା ଇନୋଭା ଓ ଭାରତର ମୂଳ ଏମ୍ଓପିଭି ଇନୋଭା ପ୍ରାୟ 2 ଦଶନ୍ଧି ଧରି ଏକ ଘରୋଇ ନାମ ହୋଇଆସୁଛି ଓ 2023 ମସିହାରେ ଇନୋଭା ହାଇକ୍ରୋସ୍ ଟୟୋଟା ଲାଇନ୍ ଅପ୍ ସହିତ ଯୋଡ଼ି ହୋଇଥିଲା ଯାହା ଏମ୍ଓପିଭି ପାଇଁ ଉତ୍ତମ ବିକ୍ରୟ ସକ୍ଷମ କରିଛି ଓ ଟୟୋଟା ଇନୋଭା ହାଇକ୍ରୋସ୍ ସହିତ ଇନୋଭା କ୍ରିଷ୍ଟା ମାସିକ ପାଖାପାଖି 9,000 ୟୁନିଟ୍ ବିକ୍ରୟ କରିବାରେ ସଫଳ ହୁଏ। ଇନୋଭା କ୍ରିଷ୍ଟା 7 ଲୋକଙ୍କ ପାଇଁ ବେସିକ୍ ଫିଚର୍ସ ଏବଂ ଆରାମଦାୟକ ବସିବା ସହିତ ଏକ ବ୍ୟବହାରିକ କ୍ୟାବିନ୍ ପ୍ରଦାନ କରେ ଓ ଅନ୍ୟପଟେ ଇନୋଭା ହାଇକ୍ରୋସ୍ ଏକ ବିଳାସପୂର୍ଣ୍ଣ କ୍ୟାବିନ୍ ପ୍ରଦାନ କରେ ଯାହା ଏକ ପାନୋରାମିକ୍ ସନ୍ରୁଫ୍, ଇଲେକ୍ଟ୍ରିକ୍ ଟେଲଗେଟ୍, ଭେଣ୍ଟିଲେଟେଡ୍ ସାମ୍ନା ସିଟ୍, ଅଟୋମାନ୍ ଫଙ୍କସନ୍ ସହିତ ବୈଦ୍ୟୁତିକ ଭାବରେ ନିୟନ୍ତ୍ରିତ ପଛ ସିଟ୍ ଇତ୍ୟାଦି ଫିଚର୍ସ ସହିତ ଓ ଇନୋଭା କ୍ରିଷ୍ଟା ପାଇଁ ମୂଲ୍ୟ 24.13 ଲକ୍ଷରୁ 31.89 ଲକ୍ଷ ଟଙ୍କା ଆରମ୍ଭ ହୋଇଥିବା ବେଳେ ହାଇକ୍ରୋସ୍ 23.61 ଲକ୍ଷରୁ 37.18 ଲକ୍ଷ ଟଙ୍କା ଅନରୋଡ୍ ମୁମ୍ବାଇ ଦାବି କରିଛି ଓ ତାଲିକାର ଶେଷ କାର ପୁଣି ଥରେ ମହିନ୍ଦ୍ରା ଓ ଏଥର ଏହା ଫ୍ଲାଗସିପ୍ ଏସ୍ୟୁଭି ମହିନ୍ଦ୍ରା ଏସ୍ୟୁଭି 700 2021ରେ ଲଞ୍ଚ କରାଯାଇଥିଲା।
XUV 700 ଏକ ତତ୍କ୍ଷଣାତ୍ ସଫଳତା ଅଟେ ଯାହା ସର୍ବୋତ୍ତମ ସେଗମେଣ୍ଟ କାର୍ଯ୍ୟଦକ୍ଷତା, ସ୍ଥାନ ଏବଂ ଫିଚର୍ସ ସିଷ୍ଟମ ପ୍ରଦାନ କରେ। XUV 700 ଭାରତର ପ୍ରଥମ କାର ଥିଲା, ଯାହାକି ଆଦାସ ମୁଖ୍ୟ ସ୍ରୋତରେ ପରିଣତ ହୋଇଥିଲା। 2024 ପାଇଁ ମହିନ୍ଦ୍ରା ଏକ ନୂତନ ନାପୋଲି ବ୍ଲାକ୍ ପେଣ୍ଟ ସ୍କିମ୍ ଏବଂ ଏକ ଉନ୍ନତ ଫିଚର୍ସ ସହିତ XUV 700କୁ ଅଦ୍ୟତନ କଲା। ଆଡ୍ରେନୋ X ସଂଯୁକ୍ତ କାର ଟେକ୍ 13ଟି ନୂତନ ଫିଚର୍ସ ଯୋଡ଼ିଛି ଯାହାକି ORVM ପାଇଁ ମେମୋରି ଫଙ୍କସନ୍ ସହିତ ମୋଟ ଗଣନାକୁ 83କୁ ନେଇଛି। ଦ୍ୱିତୀୟ ଧାଡ଼ିରେ କ୍ୟାପଟେନ୍ ସିଟ୍ ଏବଂ ଅନ୍ୟମାନଙ୍କ ମଧ୍ୟରେ ଆଗ ଧାଡ଼ିରେ ଭେଣ୍ଟିଲେଟ୍ ହୋଇଛି। ମହିନ୍ଦ୍ରା XUV 700ର ମୂଲ୍ୟ 16.90 ଲକ୍ଷରୁ ଆରମ୍ଭ ହୋଇ 32.89 ଲକ୍ଷ ଟଙ୍କା ପର୍ଯ୍ୟନ୍ତ। ଅନରୋଡ୍, ମୁମ୍ବାଇ।